ରାଜୁ ଆଚମ୍ବିତ ଓ ଆମୋଦିତ ଅବସ୍ଥାରେ କିଛି ସମୟ ବିତାଇ ତାପରେ ଅଦୂରର ଜଳପ୍ରପାତ ଆଡ଼େ ଦୃଷ୍ଟି ଦେଲା। ଜନଶ୍ରୁତି କହେ, ଥରେ ଯିଏ ସେ ପ୍ରପାତ ଅତିକ୍ରମ କରି ସେପାରିକୁ ଯାଏ ସିଏ ଆଉ ଲେଉଟି ଆସିପାରେ ନାହିଁ। ତାର କିନ୍ତୁ ସେପାରିକୁ ଯିବା ଦିଗରେ ତିଳେ ବି ଦ୍ୱିଧା ନଥିଲା। ତାକୁ ସେ ଦିଗରେ ନିର୍ଦ୍ଦେଶ ଦେଇଥିବା ରହସ୍ୟମୟ କଣ୍ଠସ୍ୱର ଉପରେ ତା ମନରେ ସଞ୍ଚାରିତ ହୋଇଥିଲା ଗଭୀର ପ୍ରତ୍ୟୟ। କିନ୍ତୁ ପ୍ରତିମା ଯେପରି ସୁରକ୍ଷିତ ରହିବ, ପ୍ରଥମେ ତାକୁ ସେହି ଦିଗରେ ଯଥାର୍ଥ ବ୍ୟବସ୍ଥା କରିବାକୁ ହେବ। ସେ ଦିଗରେ ରାଜାଙ୍କ ସହାୟତା ବିନା ବା କ'ଣ କରାଯାଇପାରେ? ରାଜାଙ୍କୁ ସେ ନ ଜଣାଇଲେ ଆଉ କେହି ନିଶ୍ଚୟ ଜଣାଇବ ଏବଂ ରାଜା କ'ଣ କରିବେ କହିବା ସମ୍ଭବ ନୁହେଁ। ରାଜୁ ସେ ପ୍ରଭାତରେ ପର୍ବତରୁ ଅବତରଣ କଲାବେଳେ ନିଜକୁ ଖୁବ୍ ଫୁଲ ଭଳି ଉଚ୍ଛ୍ୱାସ ଅନୁଭବ କରିଥିଲା। ନମ୍ର ସୂର୍ଯ୍ୟରଶ୍ମିରେ ପ୍ରାସାଦର ତୋରଣ ଦେଶ ଝଟକିବାକୁ ଆରମ୍ଭ କରିଥିଲା। ସେଠାରେ ଥିବା ଦ୍ୱାରରକ୍ଷୀମାନେ ତୁରୀ ବଜାଇ ସାରିବା ବେଳକୁ ରାଜୁ ତାଙ୍କ ପାଖକୁ ଯାଇ ସେମାନଙ୍କୁ କହିଲା, ମୁଁ ରାଜାଙ୍କୁ ଭେଟିବାକୁ ଚାହେଁ। ସତେ? ତମେ ବାବୁ କେଉଁ ସମ୍ରାଟ ଯେ ରାଜା ଏଇନେ ତମକୁ ସଂଖୋଳିବେ? ଆମେ ତୁରୀ ବଜାଇ ଆମ କର୍ତ୍ତବ୍ୟ ସମାପନ କରିଛୁ। ବର୍ତ୍ତମାନ ମଣିମାଙ୍କ ପହଡ଼ ଭଙ୍ଗାଇବା ଦିଗରେ ସୂର୍ଯ୍ୟ ତା କର୍ତ୍ତବ୍ୟ କରିବ, ଅର୍ଥାତ୍ ରାଜାଙ୍କ ବାତାୟନ ଯାଏ ଉଠି ତାଙ୍କୁ ଜଗାଇବ, ମୁଖ୍ୟ ଦ୍ୱାରରକ୍ଷୀ କହିଲା। କିନ୍ତୁ ସୂର୍ଯ୍ୟ ରାଜାଙ୍କ ଦ୍ୱିତଳ ବାତାୟନ ପର୍ଯ୍ୟନ୍ତ ଉଠିବା ବେଳକୁ ତ ବେଳ ପହରେ ହୋଇଯାଇଥିବ, ରାଜୁ କହିଲା। ମୂର୍ଖ ଯୁବକ, ବେଳ ପହରେ ତମ ପାଇଁ ଆମ ପାଇଁ, ରାଜାଙ୍କ ପାଇଁ ତାହା ପ୍ରଭାତ, ମୁଖ୍ୟ ଦ୍ୱାରରକ୍ଷୀ ପାଣ୍ଡିତ୍ୟପୂର୍ଣ୍ଣ ଭଙ୍ଗୀରେ ବୁଝାଇ ଦେଲେ। ରାଜୁ ହଠାତ୍ ଭିତରକୁ ପଶିଗଲା। କେଜାଣି କାହିଁକି ଦ୍ୱାରରକ୍ଷୀମାନେ ତା ମୁହଁକୁ ଚାହିଁ ହତଭମ୍ବ ହୋଇ ରହିଗଲେ। ଅନ୍ୟ କେହି ବି ତାକୁ ଅଟକାଇବାକୁ ସାହସ କଲେ ନାହିଁ, କାରଣ ସେତିକିବେଳେ ଉଦୟ ସୂର୍ଯ୍ୟର ପ୍ରଥମ ରଶ୍ମି ତା ମୁହଁରେ ଆସି ପଡ଼ିଥିଲା ଓ ସେ ଦିଶୁଥିଲା ଅପୂର୍ବ। ଯେଉଁ ବାତାୟନ ପାଖରେ ସୂର୍ଯ୍ୟ ତାଙ୍କ କର୍ତ୍ତବ୍ୟ କରିବା କଥା, ସେ ଯାଇ ସେଠି ପହଞ୍ଚିଗଲା। ରାଜା ମହାଶୟ, ଉଠନ୍ତୁ, ଆପଣଙ୍କୁ ଦେଖାଇବି ଏକ ବିସ୍ମୟକର ଦୃଶ୍ୟ, ସେ ନିର୍ଭୟରେ କହିଲା। ହେଇଟି, ମଣିମାଙ୍କ ଉପାଧିମାଳାରୁ ଅନ୍ତତଃ ଏକ ଦଶମାଂଶ କହିଥା। କହ, ହେ ଚଣ୍ଡ ପ୍ରଚଣ୍ଡ ଚିତାବାଘ ପୁତ୍ର ବ୍ୟାଘ୍ର ପୌତ୍ର ସିଂହ ପ୍ରପୌତ୍ର ମହାରାଜ। ଜଣେ ପରିଚାରକ ରାଜୁକୁ ନେହୁରା ହୋଇ କହିଲା। ରାଜା, ପାଟିକଲା ରାଜୁ। ବାତାୟନ ସେପଟେ ଉଦିତ ହେଲା ରାଜାଙ୍କ ମୁଖମଣ୍ଡଳ। 8-10 ଜଣ କର୍ମଚାରୀ ତଳେ ସ୍ତମ୍ଭ ବା କାନ୍ଥ ଆଢ଼ୁଆଳରେ ଲୁଚି ସେ ଦୃଶ୍ୟ ଦେଖୁଥିଲେ। ରାଜା ଯେ କ୍ରୋଧରେ ଫାଟିବେ ଏବଂ ରାଜୁ ତା ମୁଣ୍ଡ ଗୋଟିକ ହରାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଭିତରୁ କିଏ ଗୋଟାଏ କାନ ତ କିଏ ଗୋଟାଏ ଆଖି ବା କିଏ ତା ନାକଟି ହରାଇବ, ଏଥିରେ ସେମାନଙ୍କର ସନ୍ଦେହ ନଥିଲା। କିଏ ସେ ନୃଶଂସ ମୋ ନିଦ ଭଙ୍ଗାଇଲା? ଆରେ, ମୁଁ ସ୍ୱପ୍ନ ଦେଖୁଥିଲି। କି ଚମତ୍କାର ସ୍ୱପ୍ନ! ମୁଁ ହୋଇଥିଲି ବରପାତ୍ର, କି ସୁନ୍ଦର ଦିଶିଥିବି, କେହି ଯାହା ଦେଖିପାରିଲେ ନାହିଁ। ରାଜା ଏହା କହି ବାତାୟନ ଦେଇ ଦୃଷ୍ଟି ନିକ୍ଷେପ କଲେ। ରାଜୁ ବାତାୟନର ନିକଟବର୍ତ୍ତୀ ହେଲା ଓ ନମସ୍କାର ବୋଲି କହି ରାଜାଙ୍କ ଦୃଷ୍ଟି ଆକର୍ଷଣ କଲା ଓ ସଙ୍ଗେ ସଙ୍ଗେ କହିଗଲା, ରାଜା, ଆପଣଙ୍କ ସ୍ୱପ୍ନ ତୁଟିଗଲା ତ? ସ୍ୱପ୍ନଠୁ ବହୁଗୁଣ ବଳି ସୁନ୍ଦର ଅଥଚ ବାସ୍ତବ ଦୃଶ୍ୟ ଆପଣଙ୍କୁ ଦେଖାଇବି। କହିବି ସେ ଦୃଶ୍ୟ କ'ଣ? ଆପଣଙ୍କ ଶୟନ କକ୍ଷକୁ ଯାଇପାରେ? ରାଜା ସେମିତି ଅନାଇ ରହିଲେ। 2 ଜଣ କର୍ମଚାରୀ ମୂର୍ଚ୍ଛା ଗଲେ, କିନ୍ତୁ ଆଶ୍ଚର୍ଯ୍ୟ, ରାଜାଙ୍କ ମୁହଁର ରଙ୍ଗ ଏଣ୍ଡୁଅ ରୀତିରେ ବଦଳିଗଲା। ସେ କହିଲେ, ଟୋକାକୁ ଭିତରକୁ ନେଇ ଆସ। କେହି ନେଇଯିବା ଦରକାର ନଥିଲା। ରାଜୁ କୁଦିପଡ଼ି ଭିତରକୁ ପଶିଗଲା। ରାଜାଙ୍କ ସହ ତାର କି କଥା ହେଲା ଜଣାନାହିଁ, କିନ୍ତୁ ଦେଖାଗଲା ରାଜା ତରବରରେ ତା ପଛେ ପଛେ ପାହାଚ ଦେଇ ଅବତରଣ କରୁଛନ୍ତି। ପରିଚାରକମାନେ ନିର୍ବାକ୍ ରହିଲେ। ଚଣ୍ଡ ପ୍ରଚଣ୍ଡ ମହାରାଜ। ମନ୍ତ୍ରୀ ତୁରନ୍ତ ଦୌଡ଼ି ଆସି ରାଜାଙ୍କୁ କିଛି କହିବାକୁ ଚେଷ୍ଟା କଲେ। ସବୁ ବୁଦ୍ଦୁଯାକ ମୋ ପଛେ ପଛେ ଆସ। ରାଜା କୌଣସି କାରଣରୁ ଉତ୍ତେଜିତ ହେଲେ ଅତିବିଜ୍ଞମାନଙ୍କୁ ବୁଦ୍ଦୁ ବୋଲି ସମ୍ବୋଧନ କରୁଥିଲେ। ରାଜାଙ୍କ ଅଶ୍ୱର ପହଡ଼ ସେ ଯାଏ ଭାଙ୍ଗି ନଥିଲା। ରାଜା କାହାକୁ ଅପେକ୍ଷା ନ କରି ରାଜୁ ପଛେ ପଛେ ଅଣନିଶ୍ୱାସୀ ହୋଇ ଚାଲିଲେ। ମହାରାଜ, ଆପଣ ମଧ୍ୟେ ମଧ୍ୟେ ବନପର୍ବତରେ ନିରୋଳାରେ ଯାଇ ବୁଲନ୍ତେ ନାହିଁ? କଥାବାର୍ତ୍ତା ହେଲେ ରାଜାଙ୍କ ବାଟଚଲା କ୍ଲେଶ ହ୍ରାସ ହେବ, ଏହି ଆଶାରେ ରାଜୁ ଏ ପ୍ରଶ୍ନ କଲା। ଆରେ ଟୋକା, ରାଜା ନଅରରେ ସୁଖରେ ଆନନ୍ଦରେ ଆରାମରେ ରହିବା କଥା ଏତକ ଜାଣିନାହୁଁ? ମହାରାଜ, ମୁକ୍ତ ପବନରେ ବୁଲିଲେ, ସୁକୁମାର ଘାସ ଉପରେ ଗଡ଼ିଗଲେ, ଝରଣାରେ ଗାଧୋଇଲେ କେତେ ଭଲ ଲାଗେ। ସ୍ୱାଧୀନତାରେ ସେ ସ୍ୱାଦ
ସ୍ୱାଧୀନତା? ଯେକୌଣସି ଲୋକର ସ୍ୱାଧୀନତା କାଢ଼ି ନେବାର ସ୍ୱାଧୀନତା ମୋର ଅଛି। ମୋର ପୁଣି ଅଧିକା ସ୍ୱାଧୀନତା କ'ଣ ପାଇଁ ଲୋଡ଼ା? କିନ୍ତୁ କହ, ତୁ କାହିଁକି ପର୍ବତ ଚଢ଼ି ବଣ ଭିତରେ ପଶିଥିଲୁ? ରାଜା ଧଇଁ ସଇଁ ହୋଇ ପ୍ରଶ୍ନ କଲେ। ମହାରାଜ, ନ ପଶିଥିଲେ ସୁବର୍ଣ୍ଣ ପ୍ରତିମା ଦେଖିଥାନ୍ତି କିପରି? ଆପଣଙ୍କୁ ବା ଦେଖାନ୍ତି କିପରି? ଦେଖନ୍ତୁ ଏଥର। ରାଜୁ ପ୍ରତିମା ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କଲା। ରାଜା ଅଣ୍ଟାରେ ହାତ ଦେଇ ରାଜକୀୟ ଭଙ୍ଗୀରେ ଉପରକୁ ଅନାଇଲେ। ବେଶ କିଛି ସମୟ ଧରି ସେ ଭଙ୍ଗୀରେ ସେ ଅଟଳ ରହିଲେ। କ୍ରମେ ତାଙ୍କ ଦୃଷ୍ଟି ହେଲା ତୀବ୍ରତର ଓ ରକ୍ତିମ। ସେ ଡୋଳା କେତେଥର ବୁଲାଇ ରାଜୁ ଉପରେ ଦୃଷ୍ଟି ନିବଦ୍ଧ କଲେ। ଥଟ୍ଟା କରୁଛୁ? ରାଜା ମାଡ଼ ଖାଇଥିବା କୁକୁରଟିଏ ଭୁକିବା ଭଙ୍ଗୀରେ ପଚାରିଲେ। ମହାରାଜ, ଆପଣ ଏ କୋମଳ ସୂର୍ଯ୍ୟାଲୋକରେ ପ୍ରଦୀପ୍ତ ସୁନ୍ଦର ପ୍ରତିମା କ'ଣ ସତରେ ଦେଖିପାରୁନାହାନ୍ତି? ରାଜୁ ବିଚଳିତ ବୋଧ କରି ପଚାରିଲା। ନା ନା ନା। କେମିତି? କାରଣ ପ୍ରତିମା ସେଠି ନାହିଁ। ହଇରେ ଦୁଷ୍ଟ ଭୂତ, ମୁଁ ସୁନ୍ଦର ସକାଳୁଆ ନିଦରେ ବର ରୂପେ ବେଶ ହେବାର ସ୍ୱପ୍ନ ଦେଖୁଥିଲି। ତୁ ତାକୁ ଭାଙ୍ଗିଲୁ କାହିଁକି? ତୋତେ ହତ୍ୟା କରିବି। ମହାରାଜ, ଆପଣ ତ ବହୁବାର ବର ହୋଇଛନ୍ତି ଓ ବହୁ ଲୋକଙ୍କୁ ହତ୍ୟା କରିବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ରାଜା କିନ୍ତୁ ତା କଥା ଶୁଣୁନଥିଲେ। କାନ୍ଦ କାନ୍ଦ ହୋଇ ସେ କହିଲେ, ତରତର ହୋଇ ଦୁଇ ଭିନ୍ନ ଭିନ୍ନ ପାଦୁକା ହଳରୁ ପଟେ ପଟେ ମଡ଼ାଇ ଚାଲି ଆସିଲି। ରାଜା ହିସାବରେ ସକାଳେ ମୋର ପ୍ରଥମ କାମ ସୁନା ପାନିଆରେ ନିଶ କୁଣ୍ଡାଇବା। ସେତକ ବି କରିପାରିଲି ନାହିଁ। ରାଜାଙ୍କ ଆର୍ତ୍ତନାଦ ପ୍ରତି ସମବେଦନା ଜଣାଇ ଦୁଇଟି ବିଲୁଆ ରଡ଼ି କଲେ। ଇତିମଧ୍ୟରେ ସେଠାରେ ପହଞ୍ଚି ଯାଇଥିଲେ ମନ୍ତ୍ରୀ ତଥା ଅତିବିଜ୍ଞ ମଣ୍ଡଳୀର ଉତ୍କଣ୍ଠିତ ସଭ୍ୟବୃନ୍ଦ। ମଣିମା, ଭଙ୍ଗା କଣ୍ଠରେ ସମ୍ବୋଧନ କଲେ ଜଣେ ଦରଦୀ ଅମାତ୍ୟ। ଚଣ୍ଡ ପ୍ରଚଣ୍ଡ ମହାରାଜ, କହିଲେ ଅନ୍ୟ ଜଣେ। ସେମାନେ ଆଉ କିଛି କହିପାରିଲେ ନାହିଁ। ରାଜା ସକାଳଟାରେ ଗୋଟାଏ ସାମାନ୍ୟ ବାଳକ କଥାରେ ସେ ଭୂତକୋଠି ଭିତରକୁ କାହିଁକି କେମିତି ମାଡ଼ି ଆସିଲେ, ସେ ଯାଏ ସେମାନେ ତାହା ବୁଝିପାରୁନଥିଲେ। ରାଜା ଛିଙ୍କିଲେ। ମନ୍ତ୍ରୀ କହିଲେ, ହା କପାଳ, ମୁଁ ଚିରଦିନ ଏ ମତ ପୋଷଣ କରିଛି ଯେ ସକାଳର ବା ଭଳି ଭୟଙ୍କର ବିପଦ ଆଉ କିଛି ନାହିଁ, ବିଶେଷତଃ ଶତକଡ଼ା 100 ଭାଗ ରାଜକୀୟ ରକ୍ତ ପ୍ରବାହିତ କଳେବରଟି ମାନ ପାଇଁ। ଏ ବାଳକ ମୋତେ ଠକିଦେଲା, ରାଜା ଅଭିଯୋଗ କଲେ। ନା ମହାରାଜ, ଦୃଢ଼ କଣ୍ଠରେ କହିଲା ରାଜୁ। ଅମାତ୍ୟମାନଙ୍କୁ ସମ୍ବୋଧନ କରି ସେ କହିଲା, ଆପଣମାନେ କ'ଣ ଦେଖୁଛନ୍ତି ସେ କଥା ଟିକିଏ ରାଜାଙ୍କୁ କହନ୍ତୁ। ଅତିବିଜ୍ଞମାନେ ସାଧ୍ୟାନୁସାରେ ଆଖି ବଡ଼ ବଡ଼ କରି ରାଜୁ ନିର୍ଦ୍ଦେଶ କରୁଥିବା ସ୍ଥାନ ଆଡ଼େ ଅନାଇଲେ। ମୁଁ ଦେଖୁଛି ଗୋଟିଏ ବିଚକ୍ଷଣ ପେଚା, କହିଲେ ମନ୍ତ୍ରୀ। ମୁଁ ଦେଖୁଛି ଗୋଟିଏ ଅତିକାୟ ମାଙ୍କଡ଼ସା, କହିଲେ ମୁଖ୍ୟ ଅମାତ୍ୟ। ହା ଭଗବାନ, ଆପଣମାନେ କେହି କିମ୍ବଦନ୍ତୀର ସେ ସୁବର୍ଣ୍ଣ ପ୍ରତିମା ଦେଖିପାରୁନାହାନ୍ତି? ରାଜୁ ବଡ଼ ବ୍ୟଥିତ ଭାବରେ ପ୍ରଶ୍ନ କଲା। କିମ୍ବଦନ୍ତୀର ସୁବର୍ଣ୍ଣ ପ୍ରତିମା? ଆରେ, ଏ ଟୋକା ତ ପାଗଳ, କହିଲେ ମୁଖ୍ୟ ଅମାତ୍ୟ। ଅନ୍ୟମାନେ ତାଙ୍କ ସହ ଏକମତ ହେଲେ। ଏ ଟୋକାକୁ ପର୍ବତ ଶିଖରକୁ ନେଇଯାଇ ତଳକୁ ଗଡ଼ାଇ ଦିଅ, ରାଜା ହୁକୁମ ଦେଲେ। ସେ ସ୍ୱୟଂ ନିଜ ହୁକୁମ ତାମିଲ କରିବା ନିମନ୍ତେ ତତ୍ପର ହୋଇ ରାଜୁର ଡାହାଣ ହାତକୁ କାବୁ କରିନେଲେ। ମନ୍ତ୍ରୀ ଧରିନେଲେ ତାର ବାମ ହାତ। ଦୁଇ ଅମାତ୍ୟ ତାର ଦୁଇ ଗୋଡ଼ର ଦାୟିତ୍ୱ ନେଲେ। ତୃତୀୟ ଜଣକ ଧରିଲେ ତାର ବେକ। ବାକି ଦୁଇ ଜଣ କିଛି ଧରିବାକୁ ନ ପାଇ ବଡ଼ ବିକଳରେ ଲସର ପସର ହେଉଥାନ୍ତି। ରାଜା ତଥା ଏ ଭଦ୍ରଲୋକମାନେ ସୁବର୍ଣ୍ଣ ପ୍ରତିମା ଦେଖିପାରୁ ନଥିବାରୁ ରାଜୁ ଏଡ଼େ ଆଶ୍ଚର୍ଯ୍ୟ ହେଉଥାଏ ଯେ ସେମାନଙ୍କୁ ବାଧା ଦେଲା ଭଳି ଉତ୍ସାହ ତାର ନଥାଏ। ସେମାନେ ତାକୁ ଧରି ପର୍ବତାରୋହଣ କରିବାକୁ ପ୍ରସ୍ତୁତ ହୋଇ ଯେମିତି ଉପରକୁ ଅନାଇଛନ୍ତି, ସେମିତି ସେମାନଙ୍କ କଣ୍ଠରୁ ନିର୍ଗତ ହେଲା ସମବେତ ବିସ୍ମୟସୂଚକ ଧ୍ୱନି। ସେମାନେ ରାଜୁକୁ ଛାଡ଼ିଦେଲେ। ଏଥର ରାଜୁ ଆହୁରି ଆଶ୍ଚର୍ଯ୍ୟ ହେଲା। ଚମତ୍କାର, ଚମତ୍କାର, ଅମାତ୍ୟମାନେ କହିଲେ। ଚୁପ୍, ରାଜା ଗର୍ଜନ କଲେ। ସେ କଥା ସିନା ମୁଁ କହିବି। ଚମତ୍କାର, ଚମତ୍କାର ମାନେ ଇଏ ଲଡ଼ୁ ଭଳି, ନା ନା ଅନେକ ଲଡ଼ୁ ଭଳି, ନା ନା ଆହୁରି ବେଶୀ ଲଡ଼ୁ ଭଳି ଚମତ୍କାର, ସେ ଆଖି ବଡ଼ ବଡ଼ କରି କହିଲେ। ମହାରାଜ, ବୋଧହୁଏ ଇନ୍ଦ୍ରଧନୁ ଭଳି କିମ୍ବା ପଦ୍ମଫୁଲ ଭଳି ଅଥବା ଅପ୍ସରା ଭଳି ସୁନ୍ଦର କହିଲେ ଠିକ୍ ହେବ ପରା, ରାଜୁ ନମ୍ର କଣ୍ଠରେ ମନ୍ତବ୍ୟ ଦେଲା। ବାଳକ, ତୁ ବି କେଡ଼େ ଚମତ୍କାର ମୁଁ ଜାଣେ। ମୁଁ ବୋକା ନୁହଁ। ତୋତେ ଛୁଇଁବା ଫଳରେ ମୁଁ ସେ ପ୍ରତିମା ଦେଖିଲା ଭଳି ଦୃଷ୍ଟି ପାଇଲି। ଆହୁରି ଭଲ କରି ତୋତେ ଛୁଇଁବି, ରାଜା ଏହା କହି ରାଜୁକୁ ଭିଡ଼ି ଧରିଲେ। ମୋ କ୍ଷେତ୍ରରେ ବି ସେଇଆ ହେଲା, କହିଲେ ମନ୍ତ୍ରୀ। ଅମାତ୍ୟମାନେ ବି ସେଇଆ କହି ରାଜୁ ଆଡ଼େ ସପ୍ରଶଂସା ଦୃଷ୍ଟିରେ ଅନାଇଲେ। ମହାରାଜ, ଆପଣ ସେ ସୁବର୍ଣ୍ଣ ପ୍ରତିମା ଅବଲୋକନ କରିବା ଫଳରେ ନିଜେ କେଡ଼େ ଚମତ୍କାର ଦିଶିଲେଣି ଜାଣନ୍ତି, ରାଜୁ କହିଲା। ନା, ମୁଁ ଜାଣେନା ତ। ଆରେ କିଏ ଅଛ? ମୋ ଦର୍ପଣ କାହିଁ? ଆଣ ଆଣ, ଦୌଡ଼ି ଯାଇ ମୋ ଦର୍ପଣ ନେଇ ଆସ, ମୁଁ ମୋତେ ଦେଖିବି ମୁଁ କେଡ଼େ ସୁନ୍ଦର, ଅଧୈର୍ଯ୍ୟ ହୋଇ ରାଜା କହିଲେ।